ଓଡ଼ିଶାର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। କମ୍ ଦରରେ ମିଳିବ ଅତ୍ୟାବଶ୍ୟକୀୟ ସାମଗ୍ରୀ। ରାଜ୍ୟର ପ୍ରତି ପଞ୍ଚାୟତରେ ଜନପୋଷଣ କେନ୍ଦ୍ର ଖୋଲିବା ସହ ଏଠାରେ ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏଠାରେ କମ୍ ଦରରେ ଚାଉଳ, ଅଟା, ଚିନି, ଲୁଣ ଓ ଡାଲି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ ବୋଲି ସେ କହିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ 5ଟି ପୋଷଣ କେନ୍ଦ୍ର ଖୋଲାଯିବ ଓ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତାହେଲେ ପ୍ରଥମ 5ଟି କେଉଁଠି ଖୋଲାଯାଉଛି ଆଉ କେତେ ରିହାତିରେ ମିଳୁଛି, କେତେ ରିହାତିରେ ମିଳିବ ତାହା ପୋଷଣ କେନ୍ଦ୍ର ଖୋଲିଲେ ହିଁ ଜଣାପଡ଼ିବ। ଓଡ଼ିଶାର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। କମ୍ ଦରରେ ମିଳିବ ଅତ୍ୟାବଶ୍ୟକୀୟ ସାମଗ୍ରୀ। ରାଜ୍ୟର ପ୍ରତି ପଞ୍ଚାୟତରେ ଜନପୋଷଣ କେନ୍ଦ୍ର ଖୋଲିବା ସହ ଏଠାରେ ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏଠାରେ କମ୍ ଦରରେ ଚାଉଳ, ଅଟା, ଚିନି, ଲୁଣ ଓ ଡାଲି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ ବୋଲି ସେ କହିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ 5ଟି ପୋଷଣ କେନ୍ଦ୍ର ଖୋଲାଯିବ ଓ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ପଞ୍ଚାୟତରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତାହେଲେ ପ୍ରଥମ 5ଟି କେଉଁଠି ଖୋଲାଯାଉଛି ଆଉ କେତେ ରିହାତିରେ ମିଳୁଛି, କେତେ ରିହାତିରେ ମିଳିବ ତାହା ପୋଷଣ କେନ୍ଦ୍ର ଖୋଲିଲେ ହିଁ ଜଣାପଡ଼ିବ।